এটা হচ্ছে বেলপড়া নুনহাড় কথা যেন কথাটা আপন মানে भी শুনবে বলে আপন মানকর হৃদয়কে ছুঁইবা କିଛି କଥା ସମାଜର ଲାଗି କିଛି କଥା ସେହି ଉରାଟିଆ ପିଲାମାନଙ୍କର ଲାଗି ମନରେ ଆସିବା ଜଣେ ଦାଦନ ପରିବାରର ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକର नुनहाड़ गोटे गाँ ସେହି ଗାଁରୁ ବୀରେନ ଧରୁଆ ଯାଇଥିଲେ ଦାଦନ ଖଟି ବିଦେଶକେ ଗଲେ କାମ କରୁଥିଲେ ସେହି ସମୟରେ ତାଙ୍କୁ ଗୋଟେ ଝିଅର ଦେଖାହେସି ସେ ସେହି ଝିଅକେ ଭଲ ପାଇ ବସନ୍ ତାଙ୍କର ଭଲ ପାଇବାର ଏତେ ମାତ୍ରାରେ ବଢ଼ି ଆସି ଦୁହି ଜଣକୁ ସ୍ୱାମୀ ସ୍ତ୍ରୀ ରୂପରେ ଗ୍ରହଣ କରବାର୍ ଲାଗି ଚାହେସନ୍ କିନ୍ତୁ ପ୍ରେମ କରବାଟା ଆଉ ପ୍ରେମକେ ସଫଳ କରବାଟା ସମସ୍ତଙ୍କର ଭାଗ୍ୟରେ ଲେଖା ନାଇନ ଝିଅ ରହିଥିସି ରଶ୍ମିତା ରଣା ତାର ଅଲଗା କାଷ୍ଟ ରହିଥିସି ଆଉ ପୁଅର ଅଲଗା କାଷ୍ଟ ରହିଥିସି ଯେନ୍ ଜିନିଷର ଲାଗି ବୋଲି ସେହି ଦୁଇ ଜଣଙ୍କର ପ୍ରେମଟା ଅଧା ଅଧୁରା ହେବାରକେ ବସୁଥିସି ସେହିମାନେ ଘର ଲୋକଙ୍କୁ ବୁଝାବାର ଲାଗି ଚେଷ୍ଟା କରସ ଆମେ ଦୁଇ ଲୋକ ଦୁଇ ଜଣକୁ ପ୍ରେମ କରୁଛୁ ଆମେ ଦୁଇ ଜଣକୁ ବିବାହ ହେମୁ କିନ୍ତୁ ଘର ଲୋକ ସ୍ୱୀକୃତି ହିଁ ନାଇଁ ଦିଅନ୍ ପରିବାର ସମାଜର ବିରୋଧରେ ଯାଇକରି ରଶ୍ମିତା ଆଉ ବୀରେନ ବିବାହ କରି ପକାସନ୍ ଯେନ୍ ଦିନେ ବିବାହ କରି ପକାସନ୍ ପରିବାର ଲୋକଙ୍କୁ ଏନ୍ତା ଲାଗ୍ସି କି ଇ ଦୁଇ ଜଣ ଆଉ ଆମର ହେଇକରି ନାଇନ ସେହି ପରିବାର ସେହି ଦୁଇ ଜଣଙ୍କର କ୍ରିୟା ସିଦ୍ଧି କରି ପକାସନ୍ ଗୋଟେ ପରିବାର ଲାଗି ଆପଣ ନିଜେ ଭାବିକରି ଦେଖୁନ୍ କାଣା ସେ ପରିସ୍ଥିତି ଘଟିଥିବା ଯେମିତି ଲାଗି ବୋଲିକରି କ୍ରିୟା ସିଦ୍ଧି କରବାର୍ ଲାଗି ପଡ଼ଲା ଆଉ ସେହି ପରିସ୍ଥିତି ଦେଖୁନ୍ ସମାଜର ସେହି ନିୟମ ଯେନ୍ ନିୟମରେ ଛନ୍ଦି ହେଇକରି ଦୁଇ ଜଣ একলা ହେଇକରି ରହସନ୍ ଗୋଟେ ପ୍ରେମ ଭାବ ମିଶବାର୍ ଲାଗି ସମାଜ ସାଙ୍ଗେ ଲଢ଼େଇ କରି ଯାଏସନ୍ ଘଟଣାଟା ଖାଲି ଏତ୍କି ନାଇଁ ସେ ଯେତେବେଲେ ଘଟଣା ଆକେ ବର୍ଷି ହୃଦୟ କାନ୍ଦି ଉଠବା ଆପଣ করবি ସେହି ପ୍ରେମୀ ଯୁଗଳ ବିବାହ କରି ବହୁତ ଖୁସରେ ରହିଥିସନ୍ କିନ୍ତୁ କିଛି ଦିନ ପରେ ରଶ୍ମିତାର ଜୀବନରେ ଆକାଲ ଚଡ଼କ ପଡ଼ି ଯାଏସି ଜଣା ପଡ଼ସି କି ବୀରେନ किडनी रोग रे पीड़ित छन तांकर ट्रीटमेंट करा जायसी परिवार हसी खुशी रे रहउतिले किंतु इहादे रश्मितार जीवन रे दुख भरी जाइछि सही दुख के सत चेष्टा करथिसी रश्मिता किंतु जेते चेष्टा कले भी बीरेन के बंचई नाई पारी किछि दिन परे बीरेन रो मृत्यु घटी जायसी मृत्यु घटी गला परे रश्मितार पाखे उपाय नाही सबको कांध देवार लगी भी केही नाही तार गुटे 10 वर्षिया झीओ आउ 3 वर्षिया कुनी पुओ बापा छेउंडा हे जाइथिसन आउ रश्मितार मन रे खाली गुटे कथा थिसी मोर स्वामीर सबको कांध देवा किए सबू किछि के भूली जाय करी परिवार लोकन को दुख गुहारिसी फोन माध्यम रे कहसी कि एंता परिस्थिति घटिछि सबको कांध देवार लोक नाइन मोर परिवार सहारा हो किंतु परिवार लोके कहसन कि जदि होउछे सबको जंगल भितरे फिकी दे आमे ताहाकू कांध नहीं दे पारो रश्मिता काना करथिता ई जगह रे किछि भाबी नहीं पारु थई खाली कांदी कांदी भाली भाली रही जाउतिसी कि आके जीवन जिमी केंता करी 10 वर्षिया गुटे झी 3 वर्षर गुटे पुओ ताहाकू नहीं करी केंता हिसाब चलबे बापार सब इहादे पड़ी रही छे ताहाकू कांध केंता हिसाब दिया जिबा आउ सही समय रे सहारा हेतिस स्वेच्छासेवी गोविंद शतपथी आउ साथी माने स्वेच्छासेवी माने पहुंची करी सबको कांध देथिस जहाँ भी मर्यादा रीति नीति रही सही हिसाब सब संस्कार करा जाइथिसी ई घटना सुनले आपन को लागुथिबा गोटे कहानी आए किंतु इटा होछि सत्य आए दादन जाई करी अनेक लोग मृत्यु मुखरे पड़ुछन किंतु दादन जाई करी जेते प्रेम होउछे आर परिवार विरोध रे जाई करी किछि काम करा जाउछे सही समय रे परिस्थिति एंता भी किछि घटुछि जेंटा कि आज रश्मिता संगे हेछि रश्मितार आखिरु खाली पानी बाहरुछि इहादे खाली भाली होउछि कि मोर जीवन रे ही एते कष्ट काई जी पूरा परिवार के हरे दे सारिछि आ इहादे जेन साथी संगे पूरा जीवन काटमी बोली भावुथिला
ସେହି ସାଥୀ ବି ତାର ସାଙ୍ଗେ ଇହାଦେ ନାଇନ। ଧନ୍ୟବାଦ ସେହି ସ୍ୱେଚ୍ଛାସେବୀ ଗୋବିନ୍ଦ ଶତପଥୀ ଆଜ୍ଞା ଆଉ ସେହି ସାଥୀମାନଙ୍କୁ ଯେନ୍ ମାନେ ଆସିକରି ରଶ୍ମିତାଙ୍କୁ ସାହାରା ହେଲେ ଆଉ ତାଙ୍କର ସ୍ୱାମୀର ଶବକୁ କାନ୍ଧ ଦେଇଛନ୍। ଇ ଖବରଟା সোশিয়াল মিডিয়ারে ବହୁତ ମାତ୍ରାରେ ଭାଇରାଲ ହେଉଥିଲା, ଯେନ୍ଟାକି ଗୋଟେ ପୋଷ୍ଟ ଡଲା ହେଇଛି ଗୋଟେ ଆକାଉଣ୍ଟରୁ, ଆପଣ ବି ଡାଇରେକ୍ଟ ପଢ଼ିପାରିବେ। ଲିଜାରାଣୀ ନାୟକ ବୋଲିକରି ଜଣେ ଅଛନ୍, ତାଙ୍କର ଆକାଉଣ୍ଟରୁ ସେ ଫେସବୁକ୍ ପୋଷ୍ଟ କରିଛନ୍। ଆମେ ବି ପଢ଼ଲୁ ତାଙ୍କର ପୋଷ୍ଟ, ଆମକୁ ବି ଦେଖଲାକେ ଲାଗଲା ଏ କଥାଟା ଆପଣମାନଙ୍କୁ ବି ସେୟାର করবার কথা। সোশিয়াল মিডিয়ারে যেন জিনিসটা আসছে সেই জিনিসটা জানবার কথা, আর অঞ্চলর খবর যেহেতু রয়েছে খবর বিষয়ে भी অবগত রহবার কথা। ই যেন খবর রহলা এই খবরকে নেই করি ଲୋକମାନଙ୍କର ଭିନ୍ନ ଭିନ୍ନ ମତାମତ ମାନେ ବି ଆସିଛି। କିଛି ଲୋକ ସେହି ପରିବାରକୁ ଖରାପ ବୋଲିକରି କହୁଛନ୍, ସେହି ସମାଜକୁ ଖରାପ ବୋଲିକରି କହୁଛନ୍, ତ ଆଉ କିଛି ଲୋକ ସେହି ପ୍ରେମୀ ଯୁଗଳକୁ ଖରାପ ବୋଲିକରି କହୁଛନ୍। ଯଦି ପରିବାର ତମକୁ ଆକ୍ସେପ୍ଟ ନାଇଁ କରୁଥାଇ, ପରିବାର ସ୍ୱୀକୃତି ନାଇଁ ଦଉଥାଇ, ପରିବାରର ବିରୋଧରେ ଯାଇକରି କାଁ ହେଲା ଯେ ପଦକ୍ଷେପ ମାନେ ନେଲ। କମେଣ୍ଟରେ ଜଣେ ଲେଖିଛନ୍, ବୁଝି ହୁଏ ନାହିଁ ଆଜିର ଯୁବ ସମାଜକୁ ସୁଖ ବେଳେ ତ ପରିବାରକୁ ପଚାରନ୍ତି ନାହିଁ, କିନ୍ତୁ ଦୁଃଖ ଆସିଲେ ସେହି ପରିବାରକୁ ସାହାଯ୍ୟ ମାଗନ୍ତି, ଯେନ୍ଟାକି ରଶ୍ମିତାର ଜୀବନରେ ଘଟିଛି। ଆଉ ଜଣେ ଲେଖିଲେ, ଆମ ସମାଜରେ ବିବାହ ଦୁଇ ଜଣଙ୍କର ହୁଏନି, ଦୁଇଟି ପରିବାର ସହ ହୋଇଥାଏ। ଯେଉଁ ଜାଗାରେ ତମ ପରିବାର ଲୋକ ଖୁସି ନାହାନ୍ତି, ସମସ୍ତଙ୍କୁ କନ୍ଦେଇ ପୁରା ପରିବାରର ମନ ଦୁଃଖ କରି କିଏ କେମିତି ବା ଖୁସିରେ ରହିପାରିବ। ନିଜ ଝିଅ ବଞ୍ଚି ଥାଉ ଥାଉ ଶୁଦ୍ଧି ହୋଇଛି ମାନେ ସେ ପରିବାରକୁ କେତେ ବାଧିଥିବ। ଭଲ ପାଇବାଟା ଠିକ୍, ଯେଉଁଠି ନିଜ ଜନ୍ମ କଲା ମା ବାପାଠୁ ଆରମ୍ଭ କରି ପୁରା ପରିବାର ବିରୋଧ କରିଛନ୍ତି, ସେ ଜାଗାରେ ନିଜ ମତ ହିଁ ଠିକ୍ ଭାବିବା ବେଳେବେଳେ ମୂର୍ଖାମି ହୋଇଥାଏ। ଲୋକଙ୍କର କଥା କମେଣ୍ଟରେ ଦିଶୁଛି ଆଉ ଅନେକ ବାର୍ତ୍ତା ବି ଯାଉଛି। ଆଉ ଜଣେ ଲେଖିଛନ୍, ଜାତିବାଦ ଆଗରେ ମାନବିକତା ହାରିଯାଏ, ଆମେ ପୁଣି ଏକବିଂଶ ଶତାବ୍ଦୀର ମଣିଷ, ପୁଣି ବିଶ୍ୱଗୁରୁ ହେବାର ସ୍ୱପ୍ନ ଏଠି ସାକାର ହେବ କେମିତି? ଜାତିବାଦକୁ ନେଇ ଏମିତି ଘଟଣା ଗୁଡ଼ିକ ବହୁତ ବାଧେ, କିନ୍ତୁ କାହାକୁ ବୁଝାଇ ଏହା ସମାଧାନ ହେବନି। ଆହୁରି ଶହ ଶହ ବର୍ଷ ଲାଗିବ ଭାରତବର୍ଷକୁ ଏହି ଜାତିବାଦରୁ ମୁକ୍ତ କରିବା ପାଇଁ। দেখুন জাতিবাদটা অনেক জায়গায় রয়েছে, সেই জাতিবাদরে বাঁধি করে রয়েছন। কেন কেন সে জাতি পীড়িত হচ্ছে, তো কেন সে জাতি বহুত ভল হিসাবে বি রয়েছন। আউ জনে লেখলে বহুত দুঃখদ খবর, ঈশ্বর কাহিঁকি গরিব লোকଙ୍କୁ এতে দুঃখ কষ্ট দিয়ন্তি। সে ঝিওটি কিপরি এতে লম্বা জীবনকু দুইটি পিলাঙ্কু নেই চালিব, ବହୁତ ବଡ଼ ପ୍ରଶ୍ନ। ଭାବିଲେ କଷ୍ଟ ହେଉଛି, କ'ଣ କରାଯାଇପାରିବ। ସତ କଥା ହେ ସେହି ଘଟଣା ପରେ କେନ୍ତା ହିସାବେ ସେହି ରଶ୍ମିତା ଇହାଦେ ବଞ୍ଚିବା ବହୁତ ଜରୁରୀ ଅଛି। ଆଉ ଏସବୁ ଜିନିଷକେ ନେଇକରି ଆଉ ଜଣେ ଲେଖିଛନ୍, କିଛି ସାହାଯ୍ୟ କରିବା ପାଇଁ କେରଳର ବ୍ୟବସ୍ଥା କଲେ ଭଲ ହୁଅନ୍ତା। ତା ସହିତ ସରକାରକୁ ଅନୁରୋଧ, ଏହି ପରିବାରକୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ। ନିହାତି ଭାବରେ ଅନୁରୋଧ ରହିଛି, ଯାହାର ବି ଯେତେ ସକ୍ଷମ ହେଇପାରବା ତାଙ୍କୁ ସହଯୋଗ କରବାର କଥା, ଅଞ୍ଚଳର ଲୋକମାନେ ସାହାଯ୍ୟ କରବାର କଥା। ପ୍ଲସ୍ ରହିଛି ସରକାର ଆଉ ପ୍ରଶାସନ ଧ୍ୟାନ ଦେଇକରି ସେହି ପରିବାରର ସାହାରା ସାଜବାର କଥା। ସେହିମାନେ କେନ୍ତା ହିସାବେ ବଞ୍ଚୁଛନ୍, ତାଙ୍କୁ ସେ ମୌଳିକ ଅଧିକାରଟା କେନ୍ତା ହିସାବେ ଦିଆଯାଇପାରବା ତାର ବ୍ୟବସ୍ଥା ରଚବାର କଥା। ଯେତେବେଳେ সোশিয়াল ମିଡ଼ିଆରେ ଏ ଖବରଟା ପଢ଼ନୁ, ଯେତେବେଳେ ଲିଜାରାଣୀ ନାୟକର ତାଙ୍କର ପୋଷ୍ଟ ଆମେ ଦେଖିଲୁ, ଆମର ବି ହୃଦୟ ଟିକେ କାନ୍ଦିଲା। ଯେହେତୁ ଜଡ଼ିତ ରହିଛେ ଦାଦନ ସାଙ୍ଗେ, ଜଡ଼ିତ ରହିଛି ପ୍ରେମ ସାଙ୍ଗେ। ଖବରଟା ଆପଣମାନଙ୍କର ସାମ୍ନାକେ ଥୋଇବାର ଲାଗି ଚାହେଁନୁ, দেখাবার লাগি চাহনু যেন জিনিসটা সোশিয়াল মিডিয়ারে ভাইরাল হচ্ছে। ই যেন খবর রয়েছে এটাকে নেইকরি আপনার মতামত কাଣା রয়েছে নিহতি ভাবে কমেন্ট বক্সে লিখিকি জনাবি। বহুত বহুত ধন্যবাদ।